ଜୁହାର ସୁନ୍ଦରଗଡ଼ ମୁଁ ତ ଗଲା ଭିଡ଼ିଓରେ ଦେଖିଥିବେ ତେଲ ହଳଦୀ ଚଢ଼ାବାରଟା ଦେଖୁନ୍ ଇଟା ପାର୍ଟିର ଏଟା କାଲ୍କେ ଥିଲା ପାର୍ଟି ଇଟା ସନ୍ଧ୍ୟା ବେଲେ ବରାତି ଥିଲା ବରାତି ଇଟା ଏଖେନ୍ ଷ୍ଟେଜ୍ନେ ବସେଇ ଦେଲେନ ଆମର୍ ଝିଆରୀକେ ବସେଇ କରି ଇଟା ସମସ୍ତେ ଆସୁଛନ୍ ବାହାଘର ଉତରୁଛନ୍ ଖାନା ପିନା ଇଟା ଚାଲିଛେ ବାକି ଜାଗାଟା ଟିକେ କମ୍ ଥିଲା ଲାଗି ମାନେ ଜାଗା ବି ଠିକ୍ ଥିଲା କମ୍ ବାକି ଲୋକ୍ ବି ବେଶୀ ଥିଲେ ଜାଗା ବି ଟିକେ କମ୍ ଥିଲା ସେଥିଲାଗି ଇଟା ବରାତି ପଲେଇ ଆସିଲେ ଦେଖିବେ ବରାତିର ଭିଡ଼ିଓ ଡ୍ୟାନ୍ସ କେନ୍ତା ହେଲା ପ୍ରୋସେସନ୍ କେନ୍ତା ହେଲା ବାକି ବରାତି ଟିକେ ଡେରିଥି ଆସିଲେ ମାନେ ପ୍ରୋସେସନ୍ କରୁ କରୁ କେ ସବୁ ସାରବାର୍କେ 2:30 ବାଜିଗଲା ସମସ୍ତେ ମାନେ ନଚା ଡେଗା ତ ଏନ୍ତା କରୁଥିବେ ଯେ ମାନେ ଚଲୋ ଜଲ୍ଦି କଲେ ତ କିଏ ଯାଉଁତନି ଏଦି ଡିଜେ ବାଜୁଥିବା ଧୀରେ 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 କରି କରି ସମସ୍ତେ ଯାଉଥିସନ୍ ବାକି ସବୁ ତ ଠିକ୍ ଠାକ୍ ଟେ ହେଇଗଲା ବିହା ବି ଠିକ୍ ହେଇଗଲା ବାକି ବିହାର ବି ଭିଡ଼ିଓ ମୁଇଁ ଦେଖେଇ ନି ପାରି କାହିଁକି ବିହା ଟିକେ ଖୁବ୍ ଡେରିଥି ହେଲା ମୁଇଁ ଘରକେ ପଲେଇ ଆସିଲି ଆଉ ବିହାର ମାନେ ଭିଡ଼ିଓଟା ସୁଟ୍ ନି କରି ଖାଲି ବରାତି ପ୍ରୋସେସନ୍ଟା ଯେନ୍ଟା ଦେଖିଛେ ଯେନ୍ଟା ମାନେ ଥିଲୁ ସେଇନେ ଖାଲି କରି ଦେଇଛେ ସେଇ ଭିଡ଼ିଓଟା ଆଉ ଦେଖିବେ କେନ୍ତା ଲାଗଲା ବିହାଘର ଯେ କମେଣ୍ଟରେ ବତାବେ ଆମର୍ ମାନେ ବିହାଘର କେନ୍ତା ହେଲାଟା ବାକି ବହୁତ ତ ମାନେ ଭିଡ଼ ଭାଡ଼ ବି ବହୁତ ଥିଲା ବହୁତ ଲୋକ ବି ହେଇଥିଲେ ଆଉ ମଜା ମସ୍ତି ବି ସବେ କଲେ ସମସ୍ତେ ନଚା ଡେଗା ବି ହେଲେ ଏଇଟା ଆମର୍ ଫଟୋ ଯେନ୍ ଉଠେଇଥିଲୁ ଫଟୋ ସୁଟ୍ର କିଛି ବି ଫଟୋ ମୁଇଁ ଛାଣିଛେଁ ଦେଖୁନ୍ କିଏ କେନ୍ତା ଦିଶୁଥିଲେ କମେଣ୍ଟରେ କହିବେ ଭଲ୍ ଦିଶୁଛନ୍ କି ନିଜେ ଆଉ ମୋର୍ ଝିଆରୀ ତ ମାନେ ବହୁତ ସୁନ୍ଦର ଦିଶୁଥିଲେ ଦେଖୁନ୍ ପୁରା କ୍ୟୁଟ୍ ଲାଗୁଥିଲେ ସୁନ୍ଦର ସେ ତାଙ୍କୁ ସଜା ହେଇକରି ପୁରା ମାନେ ବଢ଼ିଆ ଦିଶୁଥିଲେ ଯେନ୍ଟାକି ମାନେ ହଳଦୀ ଦିନକଟା ଟିକେ ମୁହଁଟା ଶୁଖି ଯାଇଥିଲା ବାକି ଏ ଦିନକର୍ ମେକଅପ୍ ଥି ପୁରା ପଲେଇ ଆଇଛେ